ବାଜା ବାଜିବ, ଘଣ୍ଟ ଘଣ୍ଟା ଧ୍ୱନିରେ କମ୍ପି ଉଠିବ ସାରା ସହର। ଶଙ୍ଖ ଧ୍ୱନି ଓ ମଙ୍ଗଳ ଆଳତୀର ପବିତ୍ର ଶବ୍ଦରେ ନାଚି ଉଠିବ ଚାରିଦିଗ। ମା'ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଭକ୍ତମାନଙ୍କ ମନରେ ଉଠିଛି ଅସୀମ ଆନନ୍ଦ ଓ ଅପାର ଭକ୍ତିଭାବ। ଯେମିତି ଲାଗୁଛି ଦୁଃଖିତ ଓ ପୀଡ଼ିତ ଭକ୍ତମାନଙ୍କ ଦୁଃଖ ଦୂର କରିବା ପାଇଁ ମା' ସ୍ୱୟଂ ଏ ଧରାଧାମରେ ପୁଣି ଥରେ ଅବତରଣ କରିବାକୁ ଯାଉଛନ୍ତି। ଏହି ପବିତ୍ର ମୁହୂର୍ତ୍ତକୁ ନେଇ ଏବେ ସାରା ଅଞ୍ଚଳରେ ଦେଖାଦେଇଛି ଉତ୍ସାହର ମାହୋଲ। ଭକ୍ତମାନଙ୍କ ଆଖିରେ ରହିଛି ଅପେକ୍ଷାର ଚାହାଣୀ, ହୃଦୟରେ ଭରି ରହିଛି ଅପାର ଭକ୍ତି ଓ ଆନନ୍ଦର ତରଙ୍ଗ। ଲାଗୁଛି ଯେପରି ଦୀର୍ଘ ଅପେକ୍ଷା ପରେ ଭକ୍ତଙ୍କ ଡାକ ଶୁଣି ମା' ନିଜେ ପୁଣି ଥରେ ଏହି ଧରାଧାମକୁ ଅବତରଣ କରିବାକୁ ଯାଉଛନ୍ତି, ଦୁଃଖୀ ମଣିଷର ଦୁଃଖ ହାରିବାକୁ ଆଉ ଭକ୍ତମାନଙ୍କ ଜୀବନକୁ ଆଶୀର୍ବାଦର ଆଲୋକରେ ଭରିଦେବାକୁ। ହଁ ଦର୍ଶକ ବନ୍ଧୁ, ଠାକୁରାଣୀ ଯାତ୍ରା ଓଡ଼ିଶାର ଏକ ଐତିହାସିକ ଓ ପାରମ୍ପରିକ ପର୍ବ ଭାବେ ଦେଶବ୍ୟାପୀ ଖ୍ୟାତି ଅର୍ଜନ କରିସାରିଛି। ବର୍ଷ ବର୍ଷ ଧରି ଏହି ଯାତ୍ରା ଭକ୍ତମାନଙ୍କ ମନରେ ଭକ୍ତି ଓ ଆସ୍ଥାର କେନ୍ଦ୍ରବିନ୍ଦୁ ସୃଷ୍ଟି କରି ଆସୁଛି। ଚଳିତ ବର୍ଷ ଏହି ଯାତ୍ରାକୁ ଆହୁରି ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଭଞ୍ଜନଗର ପ୍ରଶାସନ ଓ ମାନ୍ୟବର ବିଧାୟକ ମଧ୍ୟ ବିଶେଷ ପ୍ରସ୍ତୁତି କରିଛନ୍ତି। ଏହାସହ ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା ପରେ ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଛି। ରାସ୍ତା ପ୍ରଶସ୍ତୀକରଣ, ସହର ସୌନ୍ଦର୍ଯ୍ୟକରଣ, ଆଲୋକ ବ୍ୟବସ୍ଥା ଓ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ଭଞ୍ଜନଗର ମ୍ୟୁନିସିପାଲିଟି। ସହରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଅନେକ କାମ ଚାଲିଛି, ଯାହା ଯାତ୍ରା ସମୟରେ ଭକ୍ତମାନଙ୍କୁ ନୂଆ ଅନୁଭୂତି ଦେବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲ 26 ତାରିଖରୁ ଏହି ପବିତ୍ର ଯାତ୍ରା ଆରମ୍ଭ ହେବ ଓ ମେ 20 ତାରିଖ ପର୍ଯ୍ୟନ୍ତ ଚାଲିବ। ମେ 19 ତାରିଖରେ ସିଂହବାହିନୀ ଯାତ୍ରା କରିବ, ଯାହା ଏହି ଯାତ୍ରାର ଏକ ବିଶେଷ ଆକର୍ଷଣ। ପ୍ରାୟ 25 ଦିନ ଧରି ଚାଲିଥିବା ଏହି ମହୋତ୍ସବ ଭଞ୍ଜନଗରକୁ ଏକ ଭକ୍ତିମୟ ପରିବେଶରେ ବଦଳାଇ ଦେବ। ପରମ୍ପରା ଅନୁଯାୟୀ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ 2 ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡ଼ ଗାଁରୁ ଏକ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗରକୁ ଅଣାଯିବ। ଦେବୀଙ୍କୁ ଏକ ଶଗଡ଼ରେ ବସାଇ ପ୍ରାୟ 8 କିଲୋମିଟର ଦୂର ଯାତ୍ରା କରାଯିବ। ଏହି ଶୋଭାଯାତ୍ରା ଦେଖିବା ପାଇଁ ରାସ୍ତାର 2 ପାର୍ଶ୍ୱରେ ଭକ୍ତମାନେ ଭିଡ଼ ଜମାଇଥାନ୍ତି। ତେବେ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା 2026 ପାଇଁ ଯାତ୍ରା ପଡ଼ିଆଠାରେ ଶୁଭ ଖୁଣ୍ଟ ସ୍ଥାପନ ସହ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିର ପବିତ୍ର ପର୍ବ। ନିର୍ଦ୍ଧାରିତ ସମୟ, ରାଶି ଓ ଲଗ୍ନକୁ ଧ୍ୟାନରେ ରଖି ପ୍ରକ୍ରିୟା ଅନୁଯାୟୀ ଏହି ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂଜା ଅର୍ଚ୍ଚନା, ମନ୍ତ୍ର ଉଚ୍ଚାରଣ ଓ ଘଣ୍ଟ ଘଣ୍ଟା କାଳି ଧ୍ୱନି ମଧ୍ୟରେ ପୂଜାରୀମାନେ ମା'ଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଧାର୍ମିକ ପରମ୍ପରା ଓ ଭକ୍ତିଭାବରେ ଭରିଥିବା ଏହି ଅନୁଷ୍ଠାନ ପରେ ଆନୁଷ୍ଠାନିକ ଭାବେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବାକୁ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ଲୋକମାନେ ଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ଏହି ଅବସରରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଦେଷ୍ଟା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେମାନଙ୍କ ସହ ଯାତ୍ରା କମିଟିର ସମସ୍ତ ସଦସ୍ୟ ମଧ୍ୟ ପବିତ୍ର କାର୍ଯ୍ୟରେ ସାମିଲ ହୋଇଥିଲେ। ସମସ୍ତଙ୍କ ମନରେ ଗୋଟିଏ ଭାବନା, ମା'ଙ୍କ ଆଗମନ ଶାନ୍ତି, ସମୃଦ୍ଧି ଓ ସୁଖର ବାର୍ତ୍ତା ନେଇ ଆସୁ। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଆ।